ଆଜ୍ଞା ନମସ୍କାର ଆରମ୍ଭ କର। ନମସ୍କାର, ପଳାଶ ନାୟକ, ସିନା ବାୟୋଟେକ୍ ଓଡ଼ିଶା ଚାଷୀ। ଆପଣଙ୍କର ଏଠି ଦେଇଥିଲୁ ପାଲହଡ଼ାରେ ଗୋଟେ ମଞ୍ଜି, ଆମର ସିନା ସିଡ୍ସର ମଞ୍ଜି ନିଅନ୍ 9 ଆଜ୍ଞା କରିଛନ୍ତି। ଆଜ୍ଞାଙ୍କ କତରୁ ଟିକେ ବୁଝିବା କ'ଣ ଆଜ୍ଞା କରିଛନ୍ତି। ଆଜ୍ଞା ଆଜ୍ଞା ଆପଣ ଟିକେ କୁହନ୍ତୁ ଆପଣଙ୍କ ପରିଚୟ ହେଲା ଆଜ୍ଞା ଆମ କୁନା ସାହୁ, ଗ୍ରାମ ହେଲା ଦେଉଳିଆ, ଆମର ବ୍ଲକ ହେଲା ତେଲକୁଇ, ଜିଲ୍ଲା ହେଲା କେନ୍ଦୁଝର ଓଡ଼ିଶା। ଇଏ ହେଲା ଆମର ପ୍ରକାଶ ବାବୁଠୁ ଆଣିଛୁ ଆମେ ନିଅନ୍ 9, କିନ୍ତୁ ଇଏ ବହୁତ ଭଲ ହେଇଛି ଭେରାଇଟିଟା। କେମିତି ଲାଗୁଛି ଆମକୁ ତ ବହୁତ ସାଟିସ୍ଫାଏ ଲାଗୁଛି। ଅଲଗା ଯେତେ ଭଲ ଅଛି ଆଜ୍ଞା, ତାଠାରୁ ସାଇଜ୍ ବି ଭଲ ଅଛି। ପ୍ରୋଡକ୍ସନ୍ କଥା ତ ଆମେ ଏବେ ଶୁଣିନୁ, ଭଲ ହବ ବୋଲି ଭାବୁଛୁ। ଇଏ ପୁରା ଇଏ ରହିବ। ଗୁଣ୍ଡି ଆଜ୍ଞା ନାହିଁ ଏତେ, ଗୁଣ୍ଡି ପ୍ରାୟ ରହିବ, ଗୁଣ୍ଡି ତ ରହିବ, ହେଲେ କିନ୍ତୁ ଅନ୍ୟ ଭେରାଇଟି ଅପେକ୍ଷା ଇଏ କମ୍ ରହୁଛି ଗୁଣ୍ଡି। ଆଉ ମାନେ ଆପଣ ପୁରା ସାଟିସ୍ଫ୍ୟାକ୍ସନ୍? ଆଜ୍ଞା, ଭଲ ଲାଗୁଛି। ଭଲ କ'ଣ ଆଉ ଆର ଭଲ ଗୁଣଟା କ'ଣ କୁହନ୍ତୁ? ଭଲ କହିଲେ ତ ଅଲଗା ଇଏ ଭେରାଇଟି ଅପେକ୍ଷା ଇଏ ବହୁତ ମାନେ ଇଏ ତା କଲର୍ ବ୍ଲାକ୍ ରହୁଛି, ପୁରା ବେପାରୀ କି ବହୁତ ପସନ୍ଦ ଅଛି। ବଡ଼ ସାଇଜ୍ ଆସୁଛି ଆଜ୍ଞା, ବଡ଼ ବି ଆସୁଛି। ଚାଷୀ ମାନଙ୍କ ପାଇଁ ଆପଣ କ'ଣ କହିବେ? ଚାଷୀ ପାଇଁ ମାନେ ତ ମୁଁ ଚାହିଁବି ଏ ଭେରାଇଟିଟା ଯିଏ ନ କରିଯିବି ଆଜ୍ଞା, ଆମେ ତ କରିକିନା ଆମେ ଜାଣିଗଲୁ, କିନ୍ତୁ ଆସନ୍ତା ବର୍ଷକୁ ପ୍ରାୟ କରିବୁ। ପୁରା ଯେତିକି ଫିଲ୍ଡ ଆମର ଲାଗୁଛି ପୁରା ଟୋଟାଲ୍ କରିବୁ, କିନ୍ତୁ ଯିଏ ନ କରିଯିବି କିଛି ଆଗେ ମାନେ କିଛି କରିକିନା ଯଦି ଜାଣିକିନା ଜାଣନ୍ତୁ ଏଇ ଭେରାଇଟି ବହୁତ ଲାଭ ହବ ବୋଲି ବି ଆମେ ଆଗକୁ ଭେରାଇଟି ଚାଲିବ ଆଜ୍ଞା, ନିଶ୍ଚିତ ଚାଲିବ ଏଇ ଭେରାଇଟି। ଆଜ୍ଞା ଆମ ଡିଷ୍ଟ୍ରିବ୍ୟୁଟର ଅଛନ୍ତି ପ୍ରକାଶ ସିଡ୍ସ ପାଲହଡ଼ା, ତାଙ୍କ କତରୁ ଟିକେ କିଛି ଜାଣିବା ବିଷୟରେ। ବିକିଥିଲେ 40 କେଜି 500 ପାଖାପାଖି ମଞ୍ଜି ବିକିଛନ୍ତି। ହଉ, ସମସ୍ତଙ୍କୁ ମୋର ନମସ୍କାର। ଏଇ ଭେରାଇଟିଟା ଆମର 2 ବର୍ଷ ହେଲା ଆମର କୈଳାସ ବାବୁ ଦେଇଥିଲେ ଡେମୋରେ। ପ୍ରଥମ ମୁଁ କହିଥିଲି କି ଇଏ କେମିତି ଆଗ ହେଉଛି ଆମେ ଜାଣିବାକୁ ଦେଖୁ। ଯାହା ହଉ ପ୍ରଥମ ଡେମୋରେ ମୁଁ ନିଜେ କରିଥିଲି। ମୁଁ ନିଜେ କଲେ ତ ଚାଷୀ ସାଟିସ୍ଫ୍ୟାକ୍ସନ୍ ହେବେ ନାହିଁ, ତେଣୁ ୟା ପୂର୍ବ ବର୍ଷ ମୁଁ 3 କିଲୋ ମଞ୍ଜି ମଗେଇଥିଲି। କାହାକୁ 500, କାହାକୁ 200, କାହାକୁ 100 ଏଇଭଳିଆ ସାମ୍ପୁଲ୍ ଦେଇଥିଲି। ତ ଗୋଟେ ଫିଲ୍ଡରେ କିଲେ ଭଳିଆ ଦେଇଥିଲି। ବହୁତ ଭଲ ପ୍ରଡକ୍ସନ୍ ହେଲା, ମାନେ ଏତେ ଭଲ ପ୍ରଡକ୍ସନ୍ ହେଲା କି ସେଇ ଫିଲ୍ଡରେ ଏ ବର୍ଷ କେବଳ ଏଇ ନିଅନ୍ 9 ହିଁ ଲାଗିଛି। ତାପରେ ଯେତେବେଳେ ଏଇ ଜିନିଷ ହାଇଲାଇଟ୍ ହେଲା, ଲୋକ ପସନ୍ଦ କଲେ, ତାପରେ ଏ ବର୍ଷ ଆମେ 40 କିଲୋ ପ୍ଲସ୍ ମଞ୍ଜି ଆମେ ଚାଷୀଙ୍କୁ ଦେଇଛୁ। ଆଜି ଆମେ ଏଇ ଫିଲ୍ଡରେ ଅଛୁ, କୁନା ବାବୁଙ୍କ ଫିଲ୍ଡରେ, ବିଷ୍ଣୁ ବାବୁଙ୍କ ଫିଲ୍ଡରେ। ଯାହା ଏଠି ବି ଏତେ ସୁନ୍ଦର ଫଳ ଦେଖିଲେ ମାନେ ମନ ଲାଗିଯାଉଛି। ମାନେ 4 କିଲୋ 5 କିଲୋ 7 କିଲୋ ପର୍ଯ୍ୟନ୍ତ ଫଳ ହେଇଛି। ଆଉ ବେଶୀ ହେଉଛି ମାନେ ଗୁଣ୍ଡି ଟ୍ରିପ୍ରେ ଆମର ଦେଲେ 10,000 12,000 ଟଙ୍କା ମିଳେ, କିନ୍ତୁ ସେଇଟା ଯେତେବେଳେ ଭଲ ମାଲରେ ଯାଏ 30,000 40,000 ହୁଏ। ଯେଉଁଟାକି ଏଇଥିରେ ବୈଶିଷ୍ଟ୍ୟ ହେଉଛି ଗୁଣ୍ଡିର ବହୁତ କମ୍, ଆଉ ପ୍ରତ୍ୟେକ ମାଲ 3 କିଲୋ 2 କିଲୋ 8 କିଲୋ ପର୍ଯ୍ୟନ୍ତ ସାଇଜ୍ ହେଉଛି। ତେଣୁ ଏଇ ଭେରାଇଟିଟା ଆଗକୁ ଚାଷୀ ବହୁତ ଆଗ୍ରହ କରିବେ ବୋଲି ମୋର ବିଶ୍ୱାସ। ତେଣୁକରି ଏଇ ଭେରାଇଟିଟା ଯଦି ଚାଷୀଙ୍କୁ ଉନ୍ନତି କଲା, ଚାଷୀଙ୍କର ଆର୍ଥିକ ମାନେ କ୍ଷେତ୍ରରେ ତାଙ୍କର ଉନ୍ନତି ହେଲା, ତାହେଲେ ଏଇ ଭେରାଇଟି ନିହାତି ବହୁତ ଆଗକୁ ଯିବ ଆଉ ସମସ୍ତେ ଆପଣେଇବେ। ତେଣୁ ଆଜି ସିନା ବାୟୋଟେକ୍ ଆଜି ଏଇ ମଞ୍ଜିକି ଆମକୁ ଦେଇକି ଚାଷୀଙ୍କ ମନରେ ଟିକେ ଖୁସି ଦେଇଛି। ତେଣୁ ମୁଁ ସିନା ବାୟୋଟେକ୍ ଆମର କୈଳାସ ବାବୁ ଅଛନ୍ତି, ପଣ୍ଡା ବାବୁ ଅଛନ୍ତି, ସମସ୍ତେ